କୁକୁରଟିଏ ଥିଲା ଆଜ୍ଞା। ନିଜର ମାଲିକ ପ୍ରତି ସେ ବହୁତ ସଚ୍ଚୋଟ ଥିଲା। ତା ମାଲିକକୁ ସେ ବହୁତ ଭଲ ପାଏ। ଯେତେବେଳେ ତାର ଆୟୁଷ ସରିଗଲା, ମରିଗଲା ପରେ ଯମଦେବତାଙ୍କ ପାଖରେ ଯାଇ ପହଞ୍ଚିଲା ଏବଂ ଯମଦେବତା ମଧ୍ୟ ଏ କୁକୁରଟିକୁ ଦେଖି, ତାର କର୍ମକୁ ଦେଖି ବହୁତ ଖୁସି ହୋଇଗଲେ ଏବଂ କୁକୁରକୁ କହିଲେ, ରେ କୁକୁର, ତୁ ଯେତେବେଳେ ଜନ୍ମ ହେଇଥିଲୁ ସେତେବେଳେ ତୋର ମାଲିକ ପ୍ରତି ବହୁତ ସଚ୍ଚୋଟତା ଦେଖେଇଛୁ ଏବଂ ସେ ଯାହା କହିଛନ୍ତି ସବୁ କାମ ତୁ ଠିକ୍ ସେ କରିଛୁ। ତୁ କାହାର କ୍ଷତି କରିନୁ। ମୁଁ ଚିନ୍ତା କରିଛି ତୁ ଯେଉଁ ପରବର୍ତ୍ତୀ ଜନ୍ମରେ ଜନ୍ମ ନେବୁ, ତୁ ସବୁଠାରୁ ଶ୍ରେଷ୍ଠ ଯୋନି ମଣିଷ ଯୋନିରେ ଜନ୍ମ ହ। ଏବଂ ଏଇ କଥା କହିସାରିବା ପରେ ଯମଦେବତା ଚିନ୍ତା କରେ, ଯମଦେବତା ନିଜେ ଚିନ୍ତା କଲେ କି କୁକୁରଟି ବହୁତ ଖୁସି ହେବ, କିନ୍ତୁ କୁକୁରଟି ଉଦାସ ହେଇକି ଥାଏ। ତାପରେ ଯମଦେବତା ରାଗିଗଲେ ଏବଂ କହିଲେ, ଆରେ ମୁଁ ତୋତେ ଏତେ ବଡ଼ ବରଦାନ ଦେଲି, ମୁଁ ଭାବିଲି ତୁ ଖୁସି ହେବୁ, ସବୁଠାରୁ ଶ୍ରେଷ୍ଠ ଯୋନି ମଣିଷ ଯୋନିରେ ତୁ ଜନ୍ମ ନେବୁ। ସେଇ କଥା ଶୁଣି ସାରିଲା ପରେ ତୋ ପାଦ ଆଉ ଖୁସିରେ ଖାଲି ନାଚୁଥାନ୍ତା, କିନ୍ତୁ ତୁ ମନ ଦୁଃଖ କରିଛୁ କ'ଣ ପାଇଁ? କୁକୁରଟି ଆଜ୍ଞା ମୁହଁଟି ଉଠେଇଲା ଏବଂ ତାଙ୍କ ଆଗରେ ହାତ ଯୋଡ଼ି ଆକୁଳ ନିବେଦନ କରି କହିଲା, ମୁଁ ମାନୁଛି ଆଜ୍ଞା ସବୁଠାରୁ ଶ୍ରେଷ୍ଠ ଯୋନି ହେଉଛି ମଣିଷ ଯୋନି, ସବୁଠାରୁ ଶ୍ରେଷ୍ଠ ଜନ୍ମ ହେଉଛି ମଣିଷ ଜନ୍ମ, କିନ୍ତୁ ସବୁ ଲୋକ ନୁହନ୍ତି ଆଜ୍ଞା। କିଛି ଲୋକ ଅଛନ୍ତି, ବହୁତ ଭଲ ଲୋକ ଅଛନ୍ତି, ବହୁତ ପୁଣ୍ୟ କାମ କରୁଛନ୍ତି, କିନ୍ତୁ ତାଙ୍କ ଭିତରୁ କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ମଣିଷ ଭଳି ଆଉ ହିସାବରେ ନାହାନ୍ତି। ତାଙ୍କର କାମ ମଣିଷ ଭଳି କାମ ନୁହଁ, ପଶୁଠାରୁ ବି ଆହୁରି ହୀନ, କିନ୍ତୁ ସବୁ ଲୋକ ଏମିତି ନୁହନ୍ତି, ବହୁତ ଭଲ ଲୋକ ମଧ୍ୟ ଅଛନ୍ତି। ଯମଦେବତା ଏ କଥା ଶୁଣି ସାରିଲା ପରେ ହସିଲେ ଏବଂ କହିଲେ, ଆଚ୍ଛା କ'ଣ ତୁ ଏମିତି ଜାଣିଛୁ ମୋତେ ଟିକେ କହିଲୁ ଶୁଣିବା, କାହିଁକି ତୋର ଏତେ କିଛି ଲୋକଙ୍କ ପ୍ରତି ଏମିତି ଘୃଣା ଭାବ ଆସିଛି? ତାପରେ କୁକୁରଟି ଆଜ୍ଞା କହୁଛି, ଧ୍ୟାନର ସହକାରେ ଶୁଣନ୍ତୁ, ଆପଣଙ୍କର ଜୀବନ ପରିବର୍ତ୍ତନ ହେଇଯିବ। ଯଦି କିଛି ସମୟ ଭିତରେ ଆପଣଙ୍କୁ ଲାଗେ ଯେ ଭିଡ଼ିଓର କୌଣସି ମୂଲ୍ୟ ନାହିଁ, ତାହେଲେ ଆପଣମାନେ ଯାଇପାରନ୍ତି, କିନ୍ତୁ ଭିଡ଼ିଓକୁ ଶେଷ ଯାଇ ଶୁଣନ୍ତୁ, ଜୀବନରେ ବହୁତ କାମ ଦେବ ଏବଂ ଆପଣ ନିଶ୍ଚିନ୍ତ ରୂପେ ଜାଣିପାରିବେ କି ଏମିତି କେଉଁ ଗୋଟିଏ ଲୋକ ଯାହା ସହିତ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ନିଜ ସ୍ତ୍ରୀକୁ ଛାଡ଼ିଦେଇ ଏବଂ କେଉଁ ପରିସ୍ଥିତିରେ ନିଜ ସ୍ତ୍ରୀକୁ ଛାଡ଼ି କେବଳ ଏହି ଗୋଟିଏ ଲୋକ ସହିତ ଶାରୀରିକ ସମ୍ପର୍କ ଦ୍ୱାରା ନିଜ ଜୀବନ ନିରାଡ଼ମ୍ବରେ ଚାଲିବ, ବହୁତ ଖୁସିରେ ଚାଲିବ, ବହୁତ ଆନନ୍ଦରେ ଚାଲିବ, କୌଣସି ଅସୁବିଧା ରହିବ ନାହିଁ, କୌଣସି ବାଧାବିଘ୍ନ ରହିବ ନାହିଁ। ଧ୍ୟାନ ଦେଇ ଶୁଣନ୍ତୁ। କୁକୁରଟି ତାପରେ କହିଲା, ନା ମୁଁ ଯେତେବେଳେ ଜନ୍ମ ହେଇଥିଲି, କୁକୁର ଯେତେବେଳେ ଜନ୍ମ ହେଇଥିଲି, ସେତେବେଳେ ମୁଁ ଦେଖିଲି ଜଣେ ରାଜାଟିଏ ଥାଏ, ବହୁତ ପ୍ରତାପୀ ରାଜା ଏବଂ ବହୁତ ଦୟାଶୀଳ ରାଜା, ବହୁତ ଦାନଶୀଳ ରାଜା, ଅତିଥିମାନଙ୍କୁ ଭଲ ଭାବରେ ସତ୍କାର କରେ ଏବଂ ପ୍ରତ୍ୟେକ ରାତିରେ ସେ ଛଦ୍ମବେଶ ଧରି ଯାଏ ଏବଂ ନଗର ନଗର ଘର ଘର ଯାଇ ବୁଲେ। ମୁଁ ଯେଉଁ ସେବା କରୁଛି ଲୋକମାନଙ୍କୁ, ମୋ ସେବାରେ କେତେ ଲୋକମାନେ ସନ୍ତୁଷ୍ଟ ଅଛନ୍ତି, ମୁଁ ଟିକେ ନିଜେ ଯାଇ ବୁଲି ଦେଖି ଆସେ। ବହୁତ ଭଲ ଭାବରେ ତାଙ୍କର ରାଜ୍ୟ ଚାଲୁଥିଲା। କିଛି ଦିନ ହେବ କିନ୍ତୁ ଲକ୍ଷ୍ୟ ସେ କଲେ, ତାଙ୍କ ପାଖରେ ଯେଉଁ ମନ୍ତ୍ରୀ ଅଛନ୍ତି ତାଙ୍କର ମନ ବହୁତ ଦୁଃଖ ହୁଏ। ଯିଏ ଯେତେ ଭଲ କଥା କୁହନ୍ତୁ, ଯାହା ବି କୁହନ୍ତୁ, ସବୁବେଳେ ଉଦାସ ହେଇଥାନ୍ତି, ତାଙ୍କ ମୁଣ୍ଡ ସବୁବେଳେ ତଳକୁ ହେଇଥାଏ। ରାଜା ଚିନ୍ତା କଲେ, ଆରେ ଇଏ ମୋ ନିଜ ମନ୍ତ୍ରୀ କେମିତି ମନ ଦୁଃଖ କ'ଣ ପାଇଁ କରୁଛନ୍ତି? ଯଦି ସିଏ ମନ ଦୁଃଖ କରିବେ ତାହେଲେ ପ୍ରଜାମାନେ କ'ଣ ଭଲ ରହିବେ? ମୁଁ ପ୍ରଥମେ ତାଙ୍କୁ ପଚାରିବି ଏବଂ ଜାଣିବି ତାଙ୍କର ଅସୁବିଧା କ'ଣ ହେଉଛି, ତାଙ୍କର ପ୍ରକୃତ ଦୁଃଖର କାରଣ କ'ଣ। ଏଦିନ ଏକାନ୍ତରେ ମନ୍ତ୍ରୀଙ୍କୁ ଡାକିଲେ, ମନ୍ତ୍ରୀବର ଆସ, ମୁଁ କିଛି ଦିନ ହେଲାଣି ଲକ୍ଷ୍ୟ କରୁଛି ତୁମେ ଏତେ ଦୁଃଖୀ ମନରେ ଅଛ, କ'ଣ ପାଇଁ, କାରଣ କ'ଣ, ଏହାର କ'ଣ ପାଇଁ କାରଣ ହେଇଛି? ତାପରେ ମନ୍ତ୍ରୀବର କହିଲେ, ଆଜ୍ଞା କ'ଣ କହିବି, ଆପଣଙ୍କ ପାଖରେ ସବୁ ଅଛି, ନିଜ ପାଖରେ ରାଜ୍ୟ ଅଛି, ଆପଣଙ୍କ ପାଖରେ କେତେ ଧନ ଦୌଲତ ଅଛି, କିନ୍ତୁ ମୋ ପାଖରେ ତ କିଛି ଯଦି ଏଇଭଳିଆ ଥାନ୍ତା, ଯଦି ରାଜ୍ୟଟିଏ ଥାନ୍ତା, ତାହେଲେ ମୁଁ କେତେ ଖୁସି ହେଇଥାନ୍ତି।
ତାପରେ ରାଜା କହିଲେ, ଓ ଏଇ ଗୋଟେ କଥା, ଆଚ୍ଛା ଠିକ୍ ଅଛି, କାଲି ତୁମେ ସଭାକୁ ଆସ, ପ୍ରତିଦିନ ଭଳି କାଲି ସଭାକୁ ଆସ ଏବଂ ଦେଖ କ'ଣ ହେଉଛି ଘଟଣା। ମନ୍ତ୍ରୀବର କାଲି ସଭାକୁ ଆସିଲେ ଏବଂ ତାପରେ କ'ଣ ହେଲା ଆଜ୍ଞା, ସମସ୍ତେ ସଭାରେ ଉପସ୍ଥିତ ଅଛନ୍ତି। ତାପରେ ରାଜା କହିଲେ, ଶୁଣ, ଆଜିଠାରୁ ଆମ ରାଜ୍ୟର ଅଧା ରାଜ୍ୟ ଏ ମନ୍ତ୍ରୀଙ୍କର ହେଲା। ଆମ ମନ୍ତ୍ରୀବର ତାକୁ ନିଜ ଦାୟିତ୍ୱକୁ ନେଲେ, ତାଙ୍କର ତ ହେଲା ଆଉ ଦାୟିତ୍ୱ କ'ଣ। ଏବଂ ତାପରେ ପରେ ଘୋଷଣା କଲେ, ଯଦି ମନ୍ତ୍ରୀ ମୋର 3ଟି ପ୍ରଶ୍ନର ଉତ୍ତର ନ ଦେଇପାରିବେ ତାହେଲେ ଏଇ ଗୋଟେ ମାସ ମୁଁ ତାଙ୍କୁ ସମୟ ଦେଉଛି, ସେ ମାସ ଭିତରେ ଯଦି ସେ ଉତ୍ତର ନ ଦେଇପାରିଲେ ତାହେଲେ ମୁଁ ତାଙ୍କୁ ମୃତ୍ୟୁଦଣ୍ଡ ଦେବି। ଆଜ୍ଞା ଇଏ କଥା ଶୁଣି ସାରିଲା ପରେ ମନ୍ତ୍ରୀବର ରାଜାଙ୍କୁ ହାତ ଯୋଡ଼ି କହିଲେ, ମଣିମା, ମୁଁ ଯାହା ଥିଲି ଯେମିତି ଥିଲି ବହୁତ ଭଲରେ ଥିଲି। ଆପଣ କାହିଁକି ମୋତେ ଏ ରାଜ୍ୟ ଦେଲେ ଏବଂ ପୁଣି କହୁଛନ୍ତି ଗୋଟେ ମାସ ଭିତରେ ମୋ ମୁଣ୍ଡକୁ କାଟିବେ? ଯଦି ମୁଁ ନିଜେ ନ ବଞ୍ଚିବି ରାଜ୍ୟ ନେଇ ଲାଭ କ'ଣ? ନେଇଯାଆନ୍ତୁ ଆପଣଙ୍କ ରାଜ୍ୟ, କିନ୍ତୁ ମୋ ଜୀବନକୁ ଫେରି ଦିଅନ୍ତୁ। ଏ କଥା ଶୁଣି ରାଜା ହସିଲେ ଏବଂ କହିଲେ, ଆରେ ନାଇଁ ନାଇଁ ମନ୍ତ୍ରୀବର, ସେଇ କଥା ଅଲଗା, ଇଏ କଥା ଅଲଗା, ତା ସହିତ ଏହାର କୌଣସି ସମ୍ପର୍କ ନାହିଁ। କ'ଣ ନା, ମୁଁ ତ ରାଜ୍ୟ ଆପଣଙ୍କୁ ଦେଲି, ସେ ତ ଅଲଗା କଥା, କିନ୍ତୁ ପ୍ରଥମେ ଆପଣ ହେଉଛନ୍ତି ମୋର ମନ୍ତ୍ରୀ। ମୁଁ ଆପଣଙ୍କୁ 3ଟି ପ୍ରଶ୍ନ ପଚାରିବି ଏବଂ ସେ 3ଟି ପ୍ରଶ୍ନ ଯଦି ନ କହିପାରିବେ ତାହେଲେ ଆପଣଙ୍କୁ ମୃତ୍ୟୁଦଣ୍ଡ ମିଳିବ। କିନ୍ତୁ ରାଜ୍ୟ କଥା ୟା ଭିତରେ କୌଣସି ସମାନ ନାହିଁ, ଏଥିରେ କୌଣସି ଜଡ଼ିତ ନୁହେଁ। ହେଲେ ରାଜା ତ ଏ କଥା କହୁଛନ୍ତି, ମନ୍ତ୍ରୀ ପରେ କ'ଣ କରିବେ? ଆଚ୍ଛା ହଉ ଠିକ୍ ଅଛି। କହିଲେ, ଆଜ୍ଞା କୁହନ୍ତୁ ମଣିମା, ଆପଣଙ୍କର କ'ଣ 3ଟି ପ୍ରଶ୍ନ? ରାଜା କହିଲେ, ମୋର ପ୍ରଥମ ପ୍ରଶ୍ନ, ମଣିଷ କାହାଠାରୁ ସବୁଠାରୁ ବଡ଼ ଧୋକା ପାଇଥାଏ ଏବଂ କିଏ ମଣିଷକୁ ସବୁଠାରୁ ବଡ଼ ଧୋକା ଦେଇଥାଏ? ଦ୍ୱିତୀୟ ପ୍ରଶ୍ନ, ମଣିଷ ସବୁବେଳେ କାହା ଅଧୀନରେ ଥାଏ? କାହା ପାଖରେ ସବୁବେଳେ, ସେ ଯେତେ ବଡ଼ ଲୋକ ହେଇଥାଉ ନା କାହିଁକି, ସବୁବେଳେ କାହା ପାଖରେ ସେ ସବୁବେଳେ ମୁଣ୍ଡ ନୁଇଁଥାଏ? ଏବଂ ତୃତୀୟ ପ୍ରଶ୍ନ, ପାପର ବାପ କିଏ? ପାପର ବାପ କିଏ? ଏ 3ଟି ପ୍ରଶ୍ନ। ମନ୍ତ୍ରୀବର ଯାଅ, ମୁଁ ଗୋଟେ ମାସ ପର୍ଯ୍ୟନ୍ତ ସମୟ ଦେଉଛି, ଆଉ ଗୋଟେ ମାସ ଭିତରେ ଯଦି ତୁମେ ନ କହିବ ତାହେଲେ ତୁମର ଅବସ୍ଥା କ'ଣ ହେବ ତୁମେ ନିଜେ ଜାଣିଛ। ମନ୍ତ୍ରୀବର ଆଜ୍ଞା ରାଜ୍ୟ ପାଇସାରିଥାନ୍ତି, କିନ୍ତୁ ରାଜ୍ୟର ସୁଖ ମନେଇବା ପାଇଁ ତାଙ୍କ ପାଖରେ ସମୟ ନଥାଏ। ଏପଟେ ଯଦି ସେ 3ଟି ପ୍ରଶ୍ନର ଉତ୍ତର ନ ଦେଉଛନ୍ତି ତାହେଲେ ତାଙ୍କୁ ଏ ସଂସାର ଛାଡ଼ିବା ପାଇଁ ପଡ଼ିବ। କ'ଣ କରିବେ? ବୁଲିଲେ ଆଜ୍ଞା, କାହା ପାଖରୁ ଏ ଉତ୍ତର ପାଇବେ? ଦିନ ପରେ ଦିନ ବିତିଗଲା ଆଜ୍ଞା। ଯେତେବେଳେ କେଉଁଠି ଟିକେ ବସି ଯାଉଥାନ୍ତି ଗଛ ଛାଇରେ, ଆନ୍ଦୋଳିତ କରୁଥାଏ, ବିବ୍ରତ କରୁଥାଏ ମନକୁ। ରାଜା କହିଛନ୍ତି, ଯଦି ମୁଁ ତାଙ୍କର ପ୍ରଶ୍ନର ଉତ୍ତରଟା ନ ଦିଏ ମରିବି, ନିଶ୍ଚିତ ରୂପେ ମରିବି। ଉଠିବେ, ପୁଣି ଚାଲିବେ। ଏକ ମାସଟିଏ ସରିବା ପାଇଁ ଆଉ 3 ଦିନ ହାତରେ ଥାଏ। ବୁଲି 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 ନଗରର ଶେଷରେ ଯାଇକି ପହଞ୍ଚିଲେ ଏବଂ ଦେଖିଲେ, କ'ଣ ଦେଖିଲେ ଆଜ୍ଞା? ଗୋଟେ ସାଧାରଣ ଲୋକଟେ, ବହୁତ ସାଧାରଣ ଲୋକ, ସେ ନିଜର କୁଡ଼ିଆ ଘରେ ରହୁଛି, କିନ୍ତୁ ତାଙ୍କ ଆଉ କିଛି ବି ନାହିଁ ତା ପାଖରେ। ବାସ୍ ଯେତିକି ଚଳିବା ପାଇଁ ଗୋଟେ ମଣିଷର ଯେତିକି ଆବଶ୍ୟକ ବସ୍ତ୍ର, ଖାଦ୍ୟ, ବାସଗୃହ, ସେ ସବୁଥିରୁ ଅଛି। ଭଲ ନହେଲେ ବି ଯେତିକି ଚଳନ ହିସାବରେ ଅଛି। ତା ମୁଖମଣ୍ଡଳକୁ ଦେଖି ଲାଗୁଥିଲା ଦୁନିଆର ସବୁଠାରୁ ବଡ଼ ସୁଖୀ ଲୋକ ହେଉଛି ଇଏ, ସବୁଠାରୁ ବଡ଼ ଧନବାନ ଲୋକ ହେଉଛି, ସବୁଠାରୁ ଶାନ୍ତିରେ ରହୁଥିବା ଲୋକ ମଧ୍ୟ ଇଏ। ତା ମୁହଁକୁ ଅନେଇଲେ, ସେ ସାଧାରଣ ଲୋକଟିର ମୁହଁକୁ ଅନେଇଲେ ପ୍ରସନ୍ନତା ଭାବ ମନ ଭିତରେ ଆସିଯାଏ। ମନ୍ତ୍ରୀ ଜଣକ ଯାଇ ସେଇଠି ପହଞ୍ଚିଲେ ଏବଂ ତାଙ୍କୁ କହିଲେ, ଆଜ୍ଞା ବହୁତ ଜୋରେ ଶୋଷ କରୁଛି, ପାଣି ଟିକେ ଦେଲେ ପିଇବା। ସେ ସାଧାରଣ ଲୋକ କହିଲା, ଠିକ୍ ଅଛି ମନ୍ତ୍ରୀବର, ତୁମେ ଭିତରକୁ ଆସ ଏବଂ ତୁମେ ଯେଉଁ 3ଟି ପ୍ରଶ୍ନର ଉତ୍ତର ପାଇଁ ଆସିଛ ନାହିଁ, ତୁମେ ଯେଉଁ 3ଟି ପ୍ରଶ୍ନର ଉତ୍ତର ପାଇଁ ଘୁରି ବୁଲୁଛ, 3ଟି ପ୍ରଶ୍ନ ଭିତରୁ 2ଟି ପ୍ରଶ୍ନର ଉତ୍ତର ମୋ ପାଖରେ ଅଛି। ଯେତେବେଳେ ଏ କଥା ଶୁଣିଗଲେ ମନ୍ତ୍ରୀବର ହଠାତ୍ ଚମକି ପଡ଼ିଲେ। କହିଲେ, ଆରେ 3ଟି ପ୍ରଶ୍ନର ଉତ୍ତର ୟାଙ୍କ ପାଖରେ ଅଛି, ହେଲେ ସେ କେମିତି ଜାଣିଲେ ମୁଁ ଜଣେ ମନ୍ତ୍ରୀବର ବୋଲି? କାରଣ ମନ୍ତ୍ରୀବରର କୌଣସି ବେଶଭୂଷା ନାହିଁ। ମୁଁ ଯେଉଁ ବୁଲି ବୁଲି ମୋର ଅବସ୍ଥା ଖରାପ ହେଇଯାଇଛି,
ଆଚ୍ଛା ସେ ଯାହା ବି ହଉ, 3ଟି ପ୍ରଶ୍ନର ଉତ୍ତର ନ ମିଳିଲା ନାହିଁ, 2ଟି ପ୍ରଶ୍ନର ଉତ୍ତର ମିଳୁ। ଯାଇ ପହଞ୍ଚିଲେ ସେ ଲୋକ ପାଖରେ। ସେ ଲୋକଟି କହିଲା, ଦେଖ ରାଜା ତୁମକୁ ପଚାରିଥିଲେ ପ୍ରଥମ ପ୍ରଶ୍ନ, ମଣିଷକୁ ସବୁଠାରୁ ବଡ଼ ଧୋକା କିଏ ଦେଇଥାଏ ଏବଂ କେତେବେଳେ ଦେଇଥାଏ ଆଉ କାହିଁକି ଦେଇଥାଏ? ଦେଖ ମନ୍ତ୍ରୀବର, ଜୀବନ ମଣିଷକୁ ସବୁଠାରୁ ବଡ଼ ଧୋକା ଦେଇପାରେ। ଏ ହେଉଛି ମୋର ମତ। କେମିତି ନା, ମଣିଷ ଯେତେବେଳେ ସ୍ୱପ୍ନ ଦେଖୁଥାଏ, ଆପଣମାନେ ସ୍ୱପ୍ନ ଦେଖନ୍ତୁ କିମ୍ବା ମୁଁ ସ୍ୱପ୍ନ ଦେଖୁଥାଏ, ସ୍ୱପ୍ନରେ ଆମେ କ'ଣ ସ୍ୱପ୍ନ ଦେଖନ୍ତି? ଗୋଟେ ଘଟଣାକୁ ନେଇ, ମୁଁ ଗୋଟେ ଧନୀ ହେଇଯାଇଛି, ମୁଁ ଗରିବ ହେଇଯାଇଛି କିମ୍ବା ଯେକୌଣସି ଗୋଟେ ଘଟଣାକୁ ନେଇ ସ୍ୱପ୍ନ ଦେଖୁଥାଏ। ସେଇ ସ୍ୱପ୍ନ ଦେଖୁଥିବା ସମୟରେ ଆମକୁ ଲାଗେ ପ୍ରକୃତରେ ଆମେ ଏଇ କାମଟା କରୁଛୁ, ପ୍ରକୃତରେ ଆମେ ଧନୀ ହେଇଯାଉଛୁ, ପ୍ରକୃତରେ ଆମେ ଗରିବ ହେଇଯାଇଛୁ। କିନ୍ତୁ ଯେତେବେଳେ ସ୍ୱପ୍ନ ଭାଙ୍ଗେ ସେତେବେଳେ ଆମକୁ ଜଣାପଡ଼େ, ଆରେ ନାଇଁ ନାଇଁ ନାଇଁ, ଆମେ ସ୍ୱପ୍ନ ଦେଖୁଥିଲୁ, ବାସ୍ତବରେ ତ ଆଉ କିଛି ହେଇଥାଏ। ସେଭଳି ଭାବରେ କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ଅଳ୍ପ ସମୟର ଜୀବନ ପାଇସାରିଲା ପରେ ନିଜକୁ ବହୁତ ବଡ଼ ମହାନ ଭାବନ୍ତି ଏବଂ କୁହନ୍ତି, ମୁଁ ନଥିଲେ ଦୁନିଆ ଚାଲିବ ନାହିଁ, ଦୁନିଆଟା କେବଳ ମୋରି ପାଇଁ ଚାଲିଛି। କିନ୍ତୁ ନା, ଯେମିତି ସ୍ୱପ୍ନ ମୁରୁକି ହସୁଥାଏ, ରେ ମଣିଷ ତୁ କେତେ କ'ଣ ଚିନ୍ତା କରିବା କଥା କରିଯା, କିନ୍ତୁ ମୁଁ ଭାଙ୍ଗିଗଲା ପରେ ତୁ ତୋର ବାସ୍ତବ ରୂପକୁ ଚାଲି ଆସିବୁ। ସେଇଭଳି ଭାବରେ ଜୀବନ ବି ମୁରୁକି ହସି କହୁଥାଏ, ତୁ କେତେ ଗର୍ବ କରୁଛୁ କରେ, ତୁ କେତେ ଅହଙ୍କାର କରୁଛୁ କରେ, ତୁ କେତେ ପର ପାଇଁ ଗାତ ଖୋଳୁଛୁ ଖୋଳ, କିନ୍ତୁ ଯେତେବେଳେ ମୁଁ ଭାଙ୍ଗିଯିବି ନା, ସେତେବେଳେ ତୁ ତୋର ନିଜ ସ୍ୱରୂପକୁ ଚାଲି ଆସିବୁ। ତେଣୁ ମଣିଷ ସବୁଠାରୁ ବଡ଼ ଧୋକା ଜୀବନଠାରୁ ପାଇଥାଏ। ଏବଂ ଦ୍ୱିତୀୟ ପ୍ରଶ୍ନର ଉତ୍ତର ମୁଁ କହିବା ଆଗରୁ ମୋର ଗୋଟେ ସର୍ତ୍ତ ଆପଣଙ୍କୁ ମାନିବା ପାଇଁ ପଡ଼ିବ। ମନ୍ତ୍ରୀବାବୁ କହିଲେ, କି ସର୍ତ୍ତ ଆଜ୍ଞା କୁହନ୍ତୁ? ସର୍ତ୍ତ କ'ଣ ନା, ମୋ କୁକୁର ସେଠିକି କିଛି ରୁଟି ଖାଉଥିଲା, ତା ଭିତରୁ କିଛି ରୁଟି ବଳିଛି, ସେ ରୁଟିକି ଆପଣ ଖାଆନ୍ତୁ। ଆଚ୍ଛା, ତାପରେ ମନ୍ତ୍ରୀବାବୁ କହିଲେ, କ'ଣ? ନା ମୁଁ ସେ ରୁଟି ଖାଇପାରିବି ନାହିଁ। କହିଲେ, ହଉ ଯଦି ନ ଖାଇବେ ତାହେଲେ ଯାଆନ୍ତୁ, ଆପଣଙ୍କୁ ଦ୍ୱିତୀୟ ପ୍ରଶ୍ନର ଉତ୍ତରଟା କେବଳ ଏଇଠି ମିଳିବ, ଆଉ କେଉଁଠି ମିଳିବ ନାହିଁ। ଏକଥା ଶୁଣି ସାରିଲା ପରେ ମନ୍ତ୍ରୀ ନିଜ ବାଟ ନିଜେ ଚାଲିଗଲେ। ଅଧା ବାଟ ହେଇଛନ୍ତି, ମନେ ପଡ଼ିଲା, ଆରେ ଯଦି ମୁଁ ଏଇଠି ରୁଟି ନ ଖାଉଛି, ରାଜାଙ୍କ ପାଖରୁ ମୁଁ ତ ନିଶ୍ଚିତ ରୂପେ ମରିବି, କିନ୍ତୁ ମରିବି ସେ କେତେ ବଡ଼ କଥା, ତା ଆଗରେ ଖଣ୍ଡିଆ ରୁଟି ଟିକେ ଖାଇଦେଲେ କ'ଣ ହେବ? ଯାହା ପାଇଁ ମୋ ଜୀବନ ବଞ୍ଚୁଛି ସେ କାମଟା କରିଦେଲେ କ'ଣ ହେବ? ସେ ଖଣ୍ଡିଆ ରୁଟି ଟିକେ ମୁଁ ଖାଇଦେବି ଏବଂ ଉତ୍ତରଟା ଜାଣିକି ନିଶ୍ଚିନ୍ତ ଯିବି। ଛାଡ଼, ଯାହା ହେବ ଦେଖାଯିବ, କିଏ ଦେଖୁଛି କି? ଯାଇ ପହଞ୍ଚିଲା ଆଜ୍ଞା ସେ ଲୋକଟା ପାଖରେ। ଲୋକଟା ହସିଲେ, ମନ୍ତ୍ରୀବାବୁ କ'ଣ ହେଲା? ମନ୍ତ୍ରୀ କହିଲେ, ଆଜ୍ଞା ମୁଁ ଖଣ୍ଡିଆ ରୁଟି ଖାଇବି। ନା ଖାଅ। ଖାଇସାରିଲେ, ବସିଲେ, ମୁରୁକି ହସୁଥାନ୍ତି। ମନ୍ତ୍ରୀବାବୁଙ୍କୁ ଚାହିଁ ସେ ସାଧାରଣ ଲୋକଟେ। ମନ୍ତ୍ରୀବାବୁ କହିଲେ, ଆଜ୍ଞା କୁହନ୍ତୁ, ଆପଣଙ୍କ ସର୍ତ୍ତ ତ ମୁଁ ପାଳନ କଲି। ସାଧାରଣ ଲୋକଟି କହିଲେ, ତମେ ତ ତୁମ ଉତ୍ତର ପାଇଯାଇଛ। ଆଶ୍ଚର୍ଯ୍ୟ, ମୁଁ କେମିତି ମୋ ଉତ୍ତର ପାଇଲି? ନା ହଁ, ଦେଖ, ଦ୍ୱିତୀୟ ପ୍ରଶ୍ନ ତୁମର ଥିଲା, ଯେଡ଼େ ବଡ଼ ବି ମଣିଷ ହଉନା କାହିଁକି, କାହା ଆଗରେ ସବୁବେଳେ ମୁଣ୍ଡ ନୁଆଁଏ। ଦେଖ ନା, ମଣିଷ ଯେଡ଼େ ବଡ଼ ଲୋକ ହେଇଥାଉ ନା କାହିଁକି, ସେ ପରିସ୍ଥିତି ଆଗରେ, ସମୟ ଆଗରେ ମୁଣ୍ଡ ନୁଆଁଏ। ସେଇଥିପାଇଁ ତ କୁହାଯାଏ, ସମୟ ହେଉଛି ସବୁଠାରୁ ବଳବାନ। କାହାକୁ କେତେବେଳେ କ'ଣ କରାଏ ସେ କଥା ସମୟ ହିଁ ଜାଣିଥାଏ। ତେଣୁ କର୍ମ ଠିକ୍ ରଖନ୍ତୁ ଆଜ୍ଞା। ଯଦି ଆପଣଙ୍କର କର୍ମ ଠିକ୍ ଥିବ, ଖରାପ ସମୟ ଆସିଲେ ବି ଭଗବାନଙ୍କ ଆପଣଙ୍କ ନିକଟରେ ନିଶ୍ଚିନ୍ତ ରୂପେ ଆସି ଛିଡ଼ା ହେବେ। ତେଣୁ କର୍ମ ଠିକ୍ ରଖ। ତ କ'ଣ ହେଲା ନା, ଦେଖ ମନ୍ତ୍ରୀବର, ଆପଣ ମୋ କଥା ମାନୁନଥିଲେ, ସେଇ ଅଧା ରୁଟିକୁ ଖାଉନଥିଲେ, କିନ୍ତୁ ଯେତେବେଳେ ଆପଣଙ୍କର ପରିସ୍ଥିତି ଆସି ପଡ଼ିଲା, ଆପଣ ବାଧ୍ୟ ହେଲେ ସେ ଖଣ୍ଡିଆ ରୁଟିକୁ ଖାଇବା ପାଇଁ। ଏବେ ଦେଖିଲେ ତ, ପରିସ୍ଥିତି ହେଉଛି ସବୁଠାରୁ ବଳବାନ। ଇଏ ନିଅନ୍ତୁ ଆପଣଙ୍କର ଦ୍ୱିତୀୟ ପ୍ରଶ୍ନର ଉତ୍ତର ଆପଣ ପାଇଗଲେ, କିନ୍ତୁ ତୃତୀୟ ପ୍ରଶ୍ନର ଉତ୍ତର ଆପଣଙ୍କୁ ସମୟ ଦେବ। ଆପଣ ଯାଆନ୍ତୁ, ନିଶ୍ଚିନ୍ତ ରୂପେ ପାଇଯିବେ। ଏସବୁ କଥା ଶୁଣି ମନ୍ତ୍ରୀବର ଆଶ୍ଚର୍ଯ୍ୟ ହେଇଗଲେ ଏବଂ କହିଲେ, ଦରକାର ନାହିଁ, ମୁଁ ମୋର କର୍ମ ଠିକ୍ ରଖିବି, ଦରକାର ନାହିଁ ମୋର ସେ ଧନ ସମ୍ପତ୍ତି। ମୁଁ ଆପଣଙ୍କୁ ଏଇ କଥା କହୁନି କି ଆପଣ ଧନ ସମ୍ପତ୍ତି ଉପାର୍ଜନ ନ କରନ୍ତୁ, କିନ୍ତୁ ଅନ୍ୟମାନଙ୍କୁ କଷ୍ଟ ଦେଇକି
ଧନ ଉପାର୍ଜନ କରିବା ନାହିଁ ଆଜ୍ଞା। ବହୁତ ସୁନ୍ଦର କଥା, ଏଠି ଧ୍ୟାନ ଦେଇ ଶୁଣନ୍ତୁ ତମେ। ମନ୍ତ୍ରୀବର ସେଠୁ କହିଲା, ଆରେ ମୁଁ ତ 2ଟା ପ୍ରଶ୍ନର ଉତ୍ତର ଜାଣିଗଲି, ଆଉ ଗୋଟିଏ ପ୍ରଶ୍ନର ଉତ୍ତର କିଏ ମୋତେ କହିବ? ଏକଥା ଚିନ୍ତା କରି କରି ବାଟରେ ଯାଉଥାନ୍ତି ଗୋଟେ ଘର ଦେଖି ରହିଗଲେ ଏବଂ କହିଲେ, ଆରେ କିଏ ଅଛ? ମୋତେ ପାଣି ଟିକେ ଦିଅ, ବହୁତ ଜୋର ଶୋଷ ଲାଗିଲାଣି। ସେ ଘର ଭିତରୁ ଗୋଟେ ଲୋକଟେ ଆସିଲେ ଏବଂ କହିଲେ, ମୋ ହାତରୁ ଆପଣ ପାଣି ପିଇବେ? ମୁଁ ଜଣେ ବେଶ୍ୟା। ନା ମୁଁ ପିଇବିନି। ଯେତେବେଳେ ଅଧିକା ଶୋଷ ଲାଗିଲା, ଆଜ୍ଞା ଦିଅନ୍ତୁ। ତାପରେ ସେ ବେଶ୍ୟା ଜଣ କହିଲେ, ମୋ ହାତରୁ ଆପଣ ଖାଦ୍ୟ ଖାଇବେ? ମନା କଲେ। କହିଲେ, ଯଦି ଆପଣ ମୋ ହାତରୁ ଖାଦ୍ୟ ଖାଇବେ ତାହେଲେ ମୁଁ ଆପଣଙ୍କୁ 500 ସ୍ୱର୍ଣ୍ଣ ମୁଦ୍ରା ଦେବି। ମନ୍ତ୍ରୀବର ଜଣକ କହିଲେ, ଆରେ ଏଠି ତ ଆଉ କେହି ନାହାନ୍ତି, ଯଦି ମୁଁ ଏଇନା ତାଙ୍କ ହାତରୁ ଖାଦ୍ୟଟା ଖାଇଦେ, କିଏ ଦେଖୁଯିବା? ତା ବଦଳରେ ମୋତେ 500 ସ୍ୱର୍ଣ୍ଣ ମୁଦ୍ରା ମିଳିବ। ଚାଲ ଖାଇଦେବା। ଖାଇଲେ 500 ସ୍ୱର୍ଣ୍ଣ ମୁଦ୍ରା ଆଣିଲେ, ନେଇକି ଯାଉଥାନ୍ତି। ପଛରୁ ଡାକିଲେ ସେ ବେଶ୍ୟା ଜଣକ ମନ୍ତ୍ରୀବରଙ୍କୁ, ମନ୍ତ୍ରୀବର ଆପଣ ତ ଖାଇଲେ, କିନ୍ତୁ ଆପଣଙ୍କ ପ୍ରଶ୍ନର ଉତ୍ତରଟା ନେଉନାହାନ୍ତି। ମନ୍ତ୍ରୀବର କହିଲେ, କ'ଣ ପ୍ରଶ୍ନର ଉତ୍ତର? ନା ଆପଣ ରାଜା ପଚାରିଥିବା ଆପଣଙ୍କୁ ଶେଷ ପ୍ରଶ୍ନର ଉତ୍ତର ଶୁଣିବେନି କି? ମନ୍ତ୍ରୀବାବୁ କହିଲେ, ହଁ ଆପଣ କେମିତି ଜାଣିଲେ? ସେ ଜଣ କହିଲେ, ମୁଁ କେମିତି ଜାଣିଲି ସେ କଥା ପରେ ଜାଣିବ, କିନ୍ତୁ ଶୁଣ, ଶେଷ ପ୍ରଶ୍ନଟି ଥିଲା ପାପର ବାପ କିଏ? ମନେ ରଖ, ଲୋଭ ହେଉଛି ପାପର ବାପ। ଏବେ ଦେଖିଲ ନା, ତମେ ଖାଉନଥିଲ, କିନ୍ତୁ ମୁଁ ଲୋଭ ଦେଖିଲି 500 ସ୍ୱର୍ଣ୍ଣ ମୁଦ୍ରାର। ତମେ ଯାହାକୁ ପାପ ବୋଲି ଭାବୁଥିଲ ସେଇ କାମଟି କଲ। 3ଟି ପ୍ରଶ୍ନର ଉତ୍ତର ମନ୍ତ୍ରୀ ପାଇଲେ ଏବଂ ନିଜ ଜୀବନରେ ବହୁତ ବଡ଼ କଥା ଶିକ୍ଷା କଲେ। ବହୁତ ବଡ଼ କଥା ଶିକ୍ଷା କଲେ। ତେଣୁ ଇଏ କଥା କହିସାରିଲା ପରେ କୁକୁରଟି ଯମଦେବତାଙ୍କୁ କହିଲା, ଇଏ ତ ପୁରୁଷର କଥା। ପୁରୁଷର? ଯମଦେବତା ପଚାରିଲେ, ପୁରୁଷର କି କଥା? ନା କୁକୁରଟି କହିଲା, ଦେଖନ୍ତୁ, ମନ୍ତ୍ରୀବର ପ୍ରଥମେ ସେ ତା ନିଜ ଜୀବନରେ ଯେଉଁ ସବୁ ଜିନିଷ ଅଛି ତାକୁ ନେଇ ଖୁସି ରହୁନଥିଲା, ଆହୁରି କିଛି ଅଧିକ ଆଶା କରୁଥିଲା। ଯାହାକୁ କି ପାଇବା ପାଇଁ 3ଟି ପ୍ରଶ୍ନ ଭଳିଆ ବଡ଼ ବଡ଼ ପରିସ୍ଥିତିକୁ ସାମ୍ନା କଲା। ଯଦି ସେ ସାମ୍ନା କରିନଥାନ୍ତା, ଯଦି ସେ ସାମ୍ନା କରିପାରିନଥାନ୍ତା, ଯଦି ସେ ଉତ୍ତର ପାଇନଥାନ୍ତା, ତା ଜୀବନ ଚାଲି ଯାଇଥାନ୍ତା। ତେଣୁ ମଣିଷ ସବୁ ମୁହୂର୍ତ୍ତରେ, କିଛି ଲୋକ ଅଛନ୍ତି ବହୁତ ସନ୍ତୁଷ୍ଟି ଥାନ୍ତି ନିଜ ଜୀବନକୁ ନେଇକି। ଆରେ ଯେଉଁ ଲୋକଙ୍କ ପାଖରେ ଯେଉଁ ଜିନିଷ ଅଛି, ଯଦି ତାଙ୍କୁ ନିଜେ ଯଦି ସନ୍ତୁଷ୍ଟି ନ କରିବେ, ସନ୍ତୁଷ୍ଟି ଯଦି ନ ହେବେ, ଭଗବାନ କ'ଣ କହିବେ? ତାଙ୍କ ଇଚ୍ଛାରେ ତ, ଭଗବାନଙ୍କ ବିନା ଇଚ୍ଛାରେ ତ ଗଛରୁ ପତ୍ରଟିଏ ତ କଅଁଳେ ନାହିଁ। ଭଗବାନ ଚିନ୍ତା କରିବେ, ୟା ପାଖରେ ଏତେ ଜିନିଷ ଅଛି, ତଥାପି ଏ ଖୁସିରେ ନାହିଁ, ଆଉ ତାକୁ କ'ଣ ଦେଲେ ଖୁସିରେ ହେବ? ତାକୁ ଏମିତି କଷ୍ଟରେ ମୁଁ ତାକୁ ରଖେ। ତେଣୁ ମନେ ରଖ, ଇଚ୍ଛାଟା ରହିବା ଦରକାର, କିନ୍ତୁ କାହାକୁ ଶୋଷଣ କରି ଏ ଇଚ୍ଛାଟା ରହିବା ଏଇଟା ଉଚିତ ନୁହେଁ। ତେଣୁ ସେ ମନ୍ତ୍ରୀବରର ସବୁବେଳେ ଇଚ୍ଛା ଥାଏ କି କେମିତି କ'ଣ ମୁଁ ବଢ଼ାଇବି, କେମିତି କ'ଣ ମୁଁ ରାଜ୍ୟକୁ ନିଜ ଅକ୍ତିଆର ଭିତରେ ଆଣିବି। ସେଇପାଇଁ ସେ କେତେ ସାମ୍ନା କରିବା ପାଇଁ ପଡ଼ିଲା। ପ୍ରଥମ କଥା ଆମେ କ'ଣ ଶିଖିଲେ? ନା ପୁରୁଷଟି ସୁଖୀରେ ରହିବା ପାଇଁ ହେଲେ କ'ଣ କରିବା ପାଇଁ ପଡ଼ିବ? କଥାରେ ଅଛି, ପୁରୁଷର ଭାଗ୍ୟଟା ପତ୍ର ତଳେ ଅଛି। କେମିତି କ'ଣ? ଯଦି ସେ ତାର ନିଜ କର୍ମକୁ ଯଦି ଠିକ୍ ରଖିଲା, ତାହେଲେ ପୁରୁଷର ଭାଗ୍ୟଟା ପତ୍ର ତଳେ ରହିବ, ନହେଲେ ସବୁବେଳେ ପଥର ତଳେ ଏମିତି ରହିକି ଥିବ। ତେଣୁ ଧ୍ୟାନ ସହକାରେ ଶୁଣନ୍ତୁ। ଆଉ ଗୋଟେ କଥା, ନା ଏ ସଂସାରର 2ଟି ଅଙ୍ଗ, ଜଣେ ପୁରୁଷ ଜଣେ ନାରୀ, ସମସ୍ତଙ୍କର ଯୋଗଦାନ ଅଛି ସଂସାରରେ, କିନ୍ତୁ ଏଇ ମୁଖ୍ୟ ଭୂମିକା ଇଏ ଗ୍ରହଣ କରନ୍ତି। ତାପରେ କ'ଣ ଆଜ୍ଞା? ତାପରେ ସବୁ ଯମଦେବତା ହସିକି କୁକୁର ମୁଣ୍ଡରେ ହାତ ଟିକେ ଆଉଁସି ଦେଲେ, ତାକୁ ଟିକେ ସ୍ନେହ କରିଦେଲେ। ଟିକେ କ'ଣ କହିଲେ? ଆରେ ନାଇଁ, ସବୁ ଲୋକ ସେମିତି ନାହାନ୍ତି, କିନ୍ତୁ ମୁଁ ତୋତେ ଆଉ ଗୋଟେ କଥା କହୁଛି, ଶୁଣୁ। ଦୁନିଆରେ ସବୁ ସ୍ତ୍ରୀ ସମାନ ନୁହନ୍ତି, ସବୁ ପୁରୁଷ ସମାନ ନୁହନ୍ତି। ମନେ ରଖି, ଆଜିକାଲି ସମାଜରେ 90% ଲୋକ ବହୁତ ଦୁଃଖରେ ଅଛନ୍ତି, ବହୁତ କଷ୍ଟରେ ଅଛନ୍ତି, ତାଙ୍କ ଦାମ୍ପତ୍ୟ ଜୀବନରେ ବହୁତ ବାଧାବିଘ୍ନ ଚାଲିଛି। ଏଇ ଗୋଟିଏ କଥାକୁ ମନେ ରଖେ, ଯେଉଁମାନେ ଜୀବନସାଥୀ ହିସାବରେ ଯାହାକୁ ବାଛୁଛନ୍ତି, ଗୋଟିଏ କଥା ଦେଖିବେ, କ'ଣ? ଧ୍ୟାନ ସହକାରେ ଧ୍ୟାନ ଦେଇ ଶୁଣନ୍ତୁ ଆଜ୍ଞା। କେଉଁ ପରିସ୍ଥିତିରେ ଏଇ ଗୋଟିଏ ସ୍ତ୍ରୀକୁ ଆପଣ ନିଜ ଜୀବନସାଥୀ କରିବେ, ତା ସହିତ ଶାରୀରିକ ସମ୍ପର୍କ କରିବେ, ଜୀବନରେ ବହୁତ ସାରା ସୁଖ ଶାନ୍ତି ଆପଣଙ୍କୁ ପ୍ରାପ୍ତ ହେବ। ପ୍ରଥମତଃ ଦେଖନ୍ତୁ,
ଯେଉଁ ସ୍ୱାମୀର ସ୍ତ୍ରୀ ପରକୀୟା ପ୍ରୀତିରେ ଥିବ, ନିଜ ସ୍ୱାମୀକୁ ଭଲ ପାଉନଥିବ, ସମ୍ମାନ ଦେଉନଥିବ, ସମୟ ଦେଉନଥିବ, ସେଭଳି ସ୍ତ୍ରୀ ପଛରେ ଆପଣ ପଡ଼ନ୍ତୁ ନାହିଁ। ନିଜ ପରିବାରକୁ ତାଙ୍କ ମୁଣ୍ଡ ଖରାପ କରନ୍ତୁ ନାହିଁ ଆଜ୍ଞା। ଦୂରେଇ ଆସନ୍ତୁ ତାଙ୍କ ଜୀବନରୁ। ଏବଂ ଯିଏ ଆପଣଙ୍କୁ ସମ୍ମାନ ଦେଉଛି, ଯିଏ ଆପଣଙ୍କ ମନକୁ ବୁଝିପାରୁଛି, ଯିଏ ଆପଣଙ୍କ ପରିସ୍ଥିତିକୁ ବୁଝିପାରୁଛି, ଟଙ୍କାକୁ ନୁହେଁ ଆପଣଙ୍କୁ ଯିଏ ଭଲ ପାଉଛି, ତା ସହିତ ଶାରୀରିକ ସମ୍ପର୍କ ରଖନ୍ତୁ ଏବଂ ନିଜ ଜୀବନକୁ ଆଗେଇ ନିଅନ୍ତୁ। ବହୁତ ଭଲରେ ରହିବେ ଆଜ୍ଞା। ଯଦି କଥା କହିବା ମଝିରେ କୌଣସି ଭୁଲ ବଟକରା ଥାଏ ତାହେଲେ ଆପଣଙ୍କ ମହାନ ହୃଦୟରେ ସାନ ଭାଇ ରଞ୍ଜିତକୁ କ୍ଷମା କରିଦିଅନ୍ତୁ। ବହୁତ ବଡ଼ ମାର୍ମିକ ଭିଡ଼ିଓ ଇଏ। ଏହାର ପାର୍ଟ 2 ଆସିବା ପାଇଁ ଚାହୁଁଥିଲେ ନିଶ୍ଚିନ୍ତ ରୂପେ କମେଣ୍ଟରେ ଲେଖନ୍ତୁ ରଞ୍ଜିତ ଭାଇ ପାର୍ଟ 2। ଦେଖା ହେବ ପରବର୍ତ୍ତୀ ଭିଡ଼ିଓରେ। ନିଜର ଯତ୍ନ ନେଉଥାନ୍ତୁ ଆଜ୍ଞା ଏବଂ ସବୁବେଳେ ହସୁଥାନ୍ତୁ, ଖୁସିରେ ଥାନ୍ତୁ। ଜୟ ଜଗନ୍ନାଥ।